ଯାହାକୁ ନେଇ ଆମ ଓଡ଼ିଆ ଜାତି ଗର୍ବ କରେ, ଯାହାର ଲୀଳା ଅପୂର୍ବ ଏବଂ ସେ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କର ଲୀଳାଖେଳା ମଧ୍ୟରୁ ରଥଯାତ୍ରା ହେଉଛି ଏମିତି ଏକ ଲୀଳା ଯେଉଁଥିରେ ସ୍ୱୟଂ ପ୍ରଭୁ ଆସି ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ତେଣୁ ରଥଯାତ୍ରା ହିନ୍ଦୁ ସଂସ୍କୃତିର ପ୍ରତୀକ ହେଲେ ବି ଜାତି ଧର୍ମ ଜ୍ଞାନ ଗାରିମାର ନିର୍ବିଶେଷରେ ଦେଶ ବିଦେଶର ଅସଂଖ୍ୟ ଭକ୍ତ ସମବେତ ହୁଅନ୍ତି ପୁରୀର ସେଇ ବଡ଼ଦାଣ୍ଡରେ ବଡ଼ ଠାକୁରଙ୍କର କାଣିଚାଏ କୃପା ପାଇବା ପାଇଁ, ଦର୍ଶନ ପାଇବା ପାଇଁ। ତେଣୁ 1886 ମସିହା ଜୁଲାଇ ମାସ 12 ତାରିଖ ରବିବାର ଦିନ ସର୍ବପ୍ରଥମେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ଗୁଣ୍ଡିଚା ଯାତ୍ରା, ନବଦିନ ଯାତ୍ରା ବା ପତିତ ପାବନ ଯାତ୍ରା, କେହି କେହି ମଧ୍ୟ ମହାଦେବୀ ଯାତ୍ରା ବୋଲି କହିଥାନ୍ତି। ଏହି ରଥଯାତ୍ରା କେବେ ଓ କେଉଁଠାରୁ ଆରମ୍ଭ ହେଲା ଏ ସମ୍ପର୍କରେ ଐତିହାସିକମାନେ ବିଭିନ୍ନ ପ୍ରକାର ମତ ପୋଷଣ କରନ୍ତି। କେତେକ ମତରେ ଶ୍ରୀ ଜଗନ୍ନାଥଙ୍କର ଏହି ରଥଯାତ୍ରା ବୌଦ୍ଧ ଭାବଧାରାରୁ ଜନ୍ମ ହୋଇଛି। ପ୍ରସିଦ୍ଧ ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତରେ ଏହି ରଥଯାତ୍ରା ହେଉଛି ବୌଦ୍ଧ ପୂର୍ଣ୍ଣିମାରେ ପାଟଳିପୁତ୍ରରେ ହେଉଥିବା ରଥଯାତ୍ରାର ଏକ କ୍ରମ ପରିଣତି। ଚୀନ ପରିବ୍ରାଜକ ଫାୟାନ୍ ଏହି ଯାତ୍ରା ଦେଖିଥିବା କଥା ତାଙ୍କ ବିବରଣୀରେ ଉଲ୍ଲେଖ କରିଛନ୍ତି। ମାତ୍ର ଏହି ରଥଯାତ୍ରା ସହ ଆଷାଢ଼ ମାସରେ ହେଉଥିବା ରଥଯାତ୍ରାର ସମ୍ପର୍କ ନାହିଁ। ଏହା ଓଡ଼ିଶା କାହିଁକି ସମଗ୍ର ଭାରତର ଏକ ଜାତୀୟ ପର୍ବ। ସୁଦୂର ଆମେରିକା, ଇଂଲଣ୍ଡ ଏବଂ ସିଂହଳ ପ୍ରଭୃତି ଦେଶରେ ମଧ୍ୟ ଏହି ରଥଯାତ୍ରା ପାଳନ କରାଯାଇଥାଏ। ଭାରତ ବାହାରେ ମିଶର, ୟୁରୋପ, ମେସୋପୋଟାମିଆ ଆଉ ବିଭିନ୍ନ ଦେଶରେ ଏବେ ରଥଯାତ୍ରାର ପ୍ରଚାର ପ୍ରସାର ହେଉଛି। ଇଟାଲୀ ନିକଟସ୍ଥ ସିସିଲି ଦ୍ୱୀପରେ ଭାଦ୍ରବ ମାସର ପ୍ରଥମ ଭାଗରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ। ପୂର୍ବେ ସେଠାରେ ସୂର୍ଯ୍ୟଙ୍କର ରଥର ଚକ୍ର ତଳେ ଶିଶୁର ବଳି ଦେବା କଥା ପ୍ରଥା ରହିଥିଲା, କିନ୍ତୁ ଏହି ନାରକୀୟ ପ୍ରଥା ଏବେ ଆଉ ନାହିଁ। ଯେଉଁମାନେ ଶ୍ରୀ ଜଗନ୍ନାଥଙ୍କୁ ରଥରେ ଦର୍ଶନ କରିଥାନ୍ତି ସେମାନେ ବିଷ୍ଣୁଙ୍କର ଚରଣାରବିନ୍ଦରେ ଲୀନ ହୋଇ ବୈକୁଣ୍ଠରେ ଅବସ୍ଥାନ କରନ୍ତି ବୋଲି ଶାସ୍ତ୍ରକାରମାନେ ମତ ଦିଅନ୍ତି। ଏହି ରଥଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପଡ଼ିଥାଏ। ଜଗନ୍ନାଥଙ୍କର ରଥର ନାମ ହେଉଛି ନନ୍ଦିଘୋଷ, ଆଉ ବଡ଼ ଠାକୁର ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଏବଂ ସୁଭଦ୍ରା ଦେବୀଙ୍କର ରଥର ନାମ ହେଉଛି ଦେବଦଳନ। ଜଗନ୍ନାଥଙ୍କର ରଥ ନନ୍ଦିଘୋଷର ଉଚ୍ଚତା 45 ଫୁଟ ଏବଂ ଏଥିରେ 16ଟି ଚକ ଲାଗିଥାଏ। ଚକର ଉଚ୍ଚତା 4 ହାତ, ରଥର ପରିସର ଦୀର୍ଘ 23 ହାତ। ବଡ଼ ଠାକୁର ବଳଭଦ୍ରଙ୍କର ରଥ ହେଉଛି ତାଳଧ୍ୱଜ। ଏହାର ଉଚ୍ଚତା 44 ଫୁଟ। ଏଥିରେ 14ଟି ଚକ ଲାଗିଥାଏ। ଚକର ଉଚ୍ଚତା 4 ହାତରୁ 2 ଆଙ୍ଗୁଳି କମ୍, ଆଡ଼ ଦୀର୍ଘ 22 ହାତ। ସେହିଭଳି ସୁଭଦ୍ରାଙ୍କ ରଥର ନାମ ହେଉଛି ଦେବଦଳନ। ଉଚ୍ଚତା 43 ଫୁଟ ଏବଂ ଏଥିରେ 12ଟି ଚକ ଲାଗିଥାଏ। ଚକର ଉଚ୍ଚତା 4 ହାତ ପାଏ। ଧୀରେ ଧୀରେ କମି କମି ଆସିଛି। ବଡ଼ ଠାକୁରଙ୍କର ସବୁଠାରୁ ଚକର ଉଚ୍ଚତା ହେଉଛି 4 ହାତ। ଜଗନ୍ନାଥଙ୍କର, ବଳଭଦ୍ରଙ୍କର ତାଙ୍କଠାରୁ 2 ଆଙ୍ଗୁଳି କମ୍, ସୁଭଦ୍ରାଙ୍କର 4 ହାତ ପାଏ। ପୃଥିବୀର ବିଭିନ୍ନ ଦେଶରେ ପାଳିତ ହେଉଥିବା ରଥଯାତ୍ରା ମଧ୍ୟରେ ପୁରୀର ରଥଯାତ୍ରା ହେଉଛି ପ୍ରଧାନ। ଏହି ରଥଯାତ୍ରା ଦେଖିବା ପାଇଁ ଓଡ଼ିଶା ଏବଂ ଭାରତର ସବୁ ଅଞ୍ଚଳରୁ ଏବଂ ଅନ୍ୟାନ୍ୟ ଦେଶରୁ ହଜାର ହଜାର ଯାତ୍ରୀ ଆସି ପୁରୀରେ ଠୁଳ ହୁଅନ୍ତି। ତାହାରି ମଧ୍ୟରେ 3ଟି ରଥ ଚାଲେ। ଶ୍ରୀ ଜଗନ୍ନାଥଙ୍କ ତ୍ରିମୂର୍ତ୍ତି ଶାନ୍ତି, ପ୍ରୀତି ଏବଂ ମୈତ୍ରୀର ପ୍ରତୀକ ରୂପେ ଅଭିହିତ। ସମଗ୍ର ମାନବ ସମାଜରେ ସେହି ଭାବନାର ପରିପ୍ରସାର କରିବା ରଥଯାତ୍ରାର ମୂଳ ଲକ୍ଷ୍ୟ। ସମସ୍ତେ ଜାତି, ଧର୍ମ, ବର୍ଣ୍ଣ, ଭାଷା, ବିଶ୍ୱାସ, ଏକ ମନ, ଏକ ପ୍ରାଣ ଏବଂ ଏକ ହୃଦୟ ହୋଇ ଦେଶ ଆଉ ଜାତିର କଲ୍ୟାଣ ସାଧନ କରିବା ପାଇଁ ରଥଯାତ୍ରା ଆମକୁ ପ୍ରେରଣା ଦେଇଥାଏ। ରଥଯାତ୍ରା ସମୟରେ ଗଜପତି ମହାରାଜାଙ୍କର ଛେରା ପହଁରା ଦୃଶ୍ୟ ଦେଖିବାକୁ ଖୁବ୍ ଭଲ ଲାଗେ। ରଥରେ ଭଗବାନ ବିଷ୍ଣୁ ବାମନ ଅବତାର ରୂପେ ଥାନ୍ତି। ଜଗନ୍ନାଥଙ୍କର ଏହି ବାମନ ରୂପରେ
ଜଗନ୍ନାଥ ଯେତେବେଳେ ବିରାଜମାନ କରିଥାନ୍ତି, ବାମନ ଭଗବାନଙ୍କୁ ଦର୍ଶନ କଲେ ସମସ୍ତ ପାପ ଦୂର ହୋଇଥାଏ ବୋଲି ଆମର ବିଶ୍ୱାସ ରହିଛି। ସେଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଏହି ବେଶକୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଉଭା ହୁଅନ୍ତି। ଆହୁରି ମଧ୍ୟ ରଥରେ ଠାକୁର ଗଲାବେଳେ ରଥ ଦଉଡ଼ି ଛୁଇଁଲେ ପୁଣ୍ୟ ହୁଏ ବୋଲି ଆମର ଧାରଣା ରହିଛି। ଏହି ଧାରଣାରେ ଲକ୍ଷ ଲକ୍ଷ ଲୋକ ରଥଯାତ୍ରାରେ ରୁଣ୍ଡ ହୁଅନ୍ତି ଜଗନ୍ନାଥଙ୍କ ରଥକୁ ଟାଣିବା ପାଇଁ। ଜଗନ୍ନାଥଙ୍କ ରଥ ନାଲି ହଳଦିଆ କନାରେ ସଜ୍ଜିତ ହୋଇଥାଏ। ଯେଉଁ ପତାକା ଜଗନ୍ନାଥ ରଥରେ ଉଡ଼େ ସେଥିରେ ହନୁମାନଙ୍କର ଚିତ୍ର ଅଙ୍କା ଯାଇଥାଏ। ବଡ଼ ଠାକୁର ବଳଭଦ୍ରଙ୍କର ରଥ ନାଲି ଓ ନେଳି କନା ଏବଂ ସୁଭଦ୍ରା ଦେବୀଙ୍କର ରଥରେ ନାଲି ଓ କଳା କନା ବ୍ୟବହାର କରାଯାଇଥାଏ। ପ୍ରତ୍ୟେକ ରଥରେ 9 ମୂର୍ତ୍ତି ପାର୍ଶ୍ୱ ଦେବତା, 2 ପାର୍ଶ୍ୱ ଦ୍ୱାରପାଳ, 1 ମୂର୍ତ୍ତି ସାରଥୀ ମଧ୍ୟ ସ୍ଥାପିତ ହୋଇଥାନ୍ତି। ଦିଅଁମାନଙ୍କର ରଥ ନିର୍ମାଣ ପାଇଁ ଯେଉଁ କାଠ ଆବଶ୍ୟକ ତାହା ପୂର୍ବେ ହାତ କରତରେ ଚିରା ଯାଉଥିଲା ଏବଂ ଏଥିପାଇଁ ବହୁ କରତିଆ ନିଯୁକ୍ତି ହେଉଥିଲେ। ଆଜିର ଏହି ଆଧୁନିକ ଯୁଗରେ କାଠ କଳ ସାହାଯ୍ୟରେ ଚିରା ଯାଉଛି। ଯାହା କଳରେ କରିବା ସମ୍ଭବ ନୁହେଁ, ତା କରତି ମହାରଣାଙ୍କ ଦ୍ୱାରା ହାତରେ ଚିରା ଯାଉଛି। କାମ କରୁଥିବା ବଢ଼େଇଙ୍କର ହତିଆର ପଜେଇବା ପାଇଁ ଆଉ ଆବଶ୍ୟକ ପରିମାଣ ଲୁହା କଣ୍ଟା ଯୋଗେଇବା ପାଇଁ ମଧ୍ୟ ଜଣେ କମାର ନିଯୁକ୍ତ ହୋଇଥାନ୍ତି। ତେଣୁ ଶ୍ରୀ ଜଗନ୍ନାଥ ଜାତି, ଧର୍ମ, ବର୍ଣ୍ଣ ବିଚାର ନ କରି ସର୍ବସାଧାରଣଙ୍କୁ ଦର୍ଶନ ଦେଉଥିବାରୁ ରଥଯାତ୍ରାର ନାମ ଉଭା ଯାତ୍ରା ହୋଇଛି ବୋଲି କେତେକଙ୍କର ମତ। କେତେକ ଶ୍ରୀମନ୍ଦିର ନିର୍ମାଣ ଆଉ ପୁରାଣ ପ୍ରସିଦ୍ଧ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମହାରାଣୀ ଶ୍ରୀଗୁଣ୍ଡିଚା ଦେବୀ ରଥଯାତ୍ରା ଆରମ୍ଭ କରିଥିବାରୁ ଏହାର ନାମ ଗୁଣ୍ଡିଚା ଯାତ୍ରା ବା ଶ୍ରୀଗୁଣ୍ଡିଚା ବୋଲି କହନ୍ତି। ମାଉସୀଙ୍କର ଅନୁରୋଧ କ୍ରମେ ପୋଡ଼ପିଠା ଖାଇବାକୁ 3 ଠାକୁର ପ୍ରତିବର୍ଷ ମାଉସୀ ବାଡ଼ିକୁ ରଥରେ ଯାଇଥାନ୍ତି। ଭକ୍ତମାନଙ୍କ ଗହଣରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସିଂହଦ୍ୱାରରେ ଛାଡ଼ି ଦେଇ ଗୁଣ୍ଡିଚା ବାଡ଼ିକୁ। ଶ୍ରୀ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁଥିବା ସମୟରେ ସେ ବିଭିନ୍ନ ଦିନରେ 10 ଅବତାର ରୂପ ଗ୍ରହଣ କରିଥାନ୍ତି। ରଥଯାତ୍ରା ପରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଫେରିବା ବେଳେ ମନ୍ଦିରର କବାଟକୁ ଲକ୍ଷ୍ମୀ ବନ୍ଦ କରିଦିଅନ୍ତି। ଏହାକୁ ଲକ୍ଷ୍ମୀ ନାରାୟଣ କଳି କହନ୍ତି। 2 ପଟର ସେବକମାନେ ପାରମ୍ପରିକ ଭାବେ କଳିକୁ ସମାଧାନ କରିଥାନ୍ତି। ସେଥିପାଇଁ ଆମ ଗାଁ ଗହଳିରେ ଯିଏ ବି କଳି ଲାଗିଲେ ଏହି ଉଦାହରଣଟି ଦିଅନ୍ତି, ଭଗବାନ ଲକ୍ଷ୍ମୀ ନାରାୟଣ ତ ସେ ଭଗବାନ ହେଇ ସେମାନଙ୍କ ଭିତରେ କଳି ଅଛି ସ୍ୱାମୀ ସ୍ତ୍ରୀଙ୍କ ଭିତରେ, ତେଣୁ ଆମେ ବା ମଣିଷ କ'ଣ ଛାର, ଏହି ଉଦାହରଣଟି ଦେଇଥାନ୍ତି। ଏହାପରେ 3 ଠାକୁର ମନ୍ଦିରକୁ ବିଜେ କରିଥାନ୍ତି। ହିନ୍ଦୁ, ମୁସଲମାନ, ଶିଖ, ଜୈନ, ଖ୍ରୀଷ୍ଟିଆନ ସବୁ ଧର୍ମ ଆଉ ସବୁ ସମ୍ପ୍ରଦାୟର ଲୋକମାନେ ବି ରଥଯାତ୍ରାକୁ ଦେଖି ନିଜକୁ ଧନ୍ୟ ମନେ କରନ୍ତି, କୃତାର୍ଥ ମନେ କରନ୍ତି ଏବଂ ଜଗନ୍ନାଥଙ୍କର କୃପାକୁ ହାତ ପତେଇ ଭିକ୍ଷା କରିଥାନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କର ମଙ୍ଗଳ ମନାସିଥାନ୍ତି। ଏହା ସମସ୍ତଙ୍କର ବିଶ୍ୱାସ ରହିଛି ଏବଂ ଭରସା ମଧ୍ୟ ରହିଛି ପ୍ରଭୁଙ୍କ ଉପରେ। ସେଥିପାଇଁ ଦୀର୍ଘ ବର୍ଷ ବର୍ଷ ଧରି ଏହି ଯାତ୍ରା ବଡ଼ଦାଣ୍ଡରେ ଚାଲିଛି ଏବଂ ଭକ୍ତମାନଙ୍କର ସମାଗମ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ତେଣୁ ଆଜିର ଏହି ରଥଯାତ୍ରା ଉପଲକ୍ଷେ ଅଗଣିତ ଭକ୍ତବନ୍ଧୁମାନଙ୍କୁ, ସମସ୍ତ ଭାଇ ଭଉଣୀମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ସମସ୍ତେ ଭଲରେ ନିଜ ପରିବାର ସହିତ ସୁଖରେ ଶାନ୍ତିରେ ରୁହନ୍ତୁ, ଏହି କାମନା ସହିତ ରହୁଛି। ଧନ୍ୟବାଦ।